ଆଜି ପବିତ୍ର ମହାଳୟା। ଏଇ ମହାଳୟାର ଆମର ହିନ୍ଦୁ ଧର୍ମରେ ଅନେକ ମହତ୍ତ୍ୱ ରହିଛି। କଥାରେ ଅଛି ଏଇ ଦିନ ଶ୍ରାଦ୍ଧ ବା ଶ୍ରାଦ୍ଧ ପକେଇଲେ ଆପଣଙ୍କର ପିତୃପୁରୁଷମାନେ ଖୁବ୍ ଆନନ୍ଦିତ ହୋଇଥାନ୍ତି। ଏହା ଉଭୟ ପିତା ଓ ମାତାଙ୍କର ତିନି ପୁରୁଷକୁ ଆମେ ଜଳ ଅର୍ପଣ କରିଥାଉ ବା ତିଳ ଅର୍ପଣ କରିଥାଉ। ଏଥିରେ ଆପଣଙ୍କୁ ଯେମିତି ମୁଁ ଆଗରୁ କହିଛି, ଶ୍ରାଦ୍ଧ ମାନେ ଶ୍ରଦ୍ଧାରୁ ଶ୍ରାଦ୍ଧ। ଏଇ ମହାଳୟାଟି ଏକ ପୂର୍ବପୁରୁଷମାନଙ୍କ ପାଇଁ ଏକ ମହତ୍ତ୍ୱ ରଖିଥାଏ। ଲୋକ କଥା ଅଛି ଆମର ମହାଦାନୀ କର୍ଣ୍ଣ ମହାପ୍ରାଣୟ ପରେ ତାଙ୍କର ସମସ୍ତ କର୍ମ ତର୍ଜମା କରି ତାଙ୍କୁ ଖାଦ୍ୟ ଗ୍ରହଣ ପାଇଁ ଅନେକ ସୁନା, ହାର, ରୂପା, ହୀରା ଆଦି ଦିଆଯାଇଥିଲା। କର୍ଣ୍ଣ ଆଚମ୍ବିତ ହୋଇଗଲେ। ସେ କହିଲେ, ମୋ ଜୀବନଯାକ ମୁଁ ଦାନ କଲି, ଶେଷରେ ଯେତେବେଳେ ମୁଁ ସ୍ୱର୍ଗପୁରକୁ ଆସିଲି ଆପଣ ମୋତେ ଖାଇବା ପାଇଁ ସୁନା ଅଳଙ୍କାର ଦେଉଛନ୍ତି। ସେଇ କଥା ଶୁଣିବା ପରେ ତାଙ୍କୁ କୁହାଯାଇଥିଲା ଯେ ତୁମେ ଜୀବନକାଳ ଭିତରେ କାହାକୁ ଖାଇବାକୁ ଦେଇନାହ। ତ ସେଥିପାଇଁ କର୍ଣ୍ଣଙ୍କୁ ପୁଣି ପୁନର୍ବାର 7 ଦିନ ପାଇଁ ସ୍ୱର୍ଗରୁ ତଳକୁ ଆସିବାକୁ ପଡ଼ିଥିଲା ଏବଂ ସିଏ ବିଭିନ୍ନ ପ୍ରକାର ଖାଦ୍ୟ ଲୋକମାନଙ୍କୁ ସମର୍ପଣ କରିଥିଲେ ବା ଦାନ କରିଥିଲେ। ସେଥିରେ ତାଙ୍କର ଦାନ ପୂର୍ଣ୍ଣ ହୋଇଥିଲା। କଥାରେ ଅଛି ଏଇ ଶ୍ରାଦ୍ଧ ଯମରାଜ ପିତୃଲୋକବାସୀଙ୍କୁ ଦେବା ପାଇଁ ତାଙ୍କର ଲୋକମାନଙ୍କୁ ବିଚରଣ କରିବା ପାଇଁ ସେ ମର୍ତ୍ତ୍ୟପୁରକୁ ପଠାଇଥାନ୍ତି। ଆଉ ଆପଣ କହିପାରିବେ ପିତୃପୁରୁଷ ମହା ଆନନ୍ଦରେ ନିଜ ଆଳୟକୁ ଫେରନ୍ତି ଓ ସେଠାରେ ବୁଲିବାକୁ ଆସନ୍ତି। ଆପଣ ଜାଣିଥିବେ ଏଇ ତିଳ ଅର୍ପଣ କରିବା ଦ୍ୱାରା ପିତୃପୁରୁଷ ଓ ମାତୃପୁରୁଷଙ୍କର ବହୁତ ଆତ୍ମାର ସଦ୍ଗତି ହୋଇଥାଏ। ଏହି ଦିନ ଆମେ ଭଗବାନ ବିଭିନ୍ନ ପ୍ରକାର ଭଗବାନଙ୍କୁ ଆମେ ସ୍ମରଣ କରିଥାଉ। ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଭୂତ, ଗ୍ରାମ, ଚତୁଃସ୍ତମ୍ଭ, ପୃଥିବୀ ଆଦିକୁ ଆମେ ସ୍ମରଣ କରିଥାଉ। ଏହା ଆମ ହିନ୍ଦୁ ଧର୍ମରେ ଏକ ମହତ୍ତ୍ୱ ରଖିଥାଏ।